ଭାଙ୍ଗିଲା ନୂଆ ପୋଲ ଦୌଡ଼ି ବାନ୍ଧି ନେଲେ ମୃତଦେହ। ଲଗାଣ ବର୍ଷାରେ ଭାଙ୍ଗିଗଲା ନୂଆ ପୋଲ ଶବ ସତ୍କାର ପାଇଁ ଉଛୁଳା ପାଣିରେ ଦୌଡ଼ି ବାନ୍ଧି ନାଳ ପାରି ହେଲେ ଗାଁ ଲୋକେ। ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲା ବନପା ବ୍ଲକ ଅନ୍ତର୍ଗତ ନୂଆହତା ଗାଁ ବାଲିସାହି ଗୋଛାତ ବସ୍ତିରୁ ଏହି ଘଟଣା ସାମ୍ନାକୁ ଆସିଛି। ଲଗାଣ ବର୍ଷାରେ ନୂତନ ପୋଲର ଏକ ଅଂଶ ଭାଙ୍ଗି ଯାଇଥିଲା। ଫଳରେ ଗ୍ରାମବାସୀ ଶବ ସତ୍କାର ପାଇଁ ଜୀବନ ଭାସି ଯାଉଥିବା 3 ଜଣଙ୍କୁ ଉଦ୍ଧାର କଲେ ଗ୍ରାମବାସୀ। ବିପଦରେ ପକାଇ ପ୍ରଖର ସ୍ରୋତ ଅତିକ୍ରମ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ବାଲିସାହି ଗୋଛାତ ବସ୍ତିର ବାସିନ୍ଦା କାଳିଆ ଗୋଛାତ କିଛିଦିନ ଧରି ଅସୁସ୍ଥ ଥିଲେ। ଗୁରୁବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା। ପରିବାର ଲୋକ ଓ ଗ୍ରାମବାସୀ ମର ଶରୀରକୁ ସତ୍କାର ପାଇଁ ନେଉଥିବା ବେଳେ ଘଟିଥିଲା ଏମିତି କିଛି। ସୁଶାନ୍ତ ଗୋଛାତ କାଲି ଗୋଟେ ଅଘଟଣ ଘଟିଲା ବୋଲି ଗୋଟେ ଭିଡ଼ିଓ ଭାଇରାଲ ହେଲା, ଯେଉଁଥିରେ କି ଆମେ ଆସି ପହଞ୍ଚିଲୁ ଆପଣଙ୍କ ପାଖରେ। କ'ଣ କହିବେ ଯେ ଅଘଟଣ ଘଟିଥିଲା? ଏହା କହିବାର ଅଘଟଣ ଘଟିଥିଲା ହେତୁକି ଆମର ଗ୍ରାମ ହେଉଛି ନୂଆହତା ବାଲିସାହି 9 ନମ୍ବର ୱାର୍ଡ଼ର ହରିଜନ ସାହିରୁ ଆମ ଭାଇ କାଲି ଜଣେ ନଷ୍ଟ ହୋଇଗଲେ। ଆମେ ନେଉଥିଲୁ ନୂଆହତା ଗାଁ ସେ ମୁଣ୍ଡକୁ, ଜ୍ୱର ପଡ଼ିଲା ଆମ ଯିବା ରାସ୍ତାରେ। ଯେହେତୁକି ଆମେ ଶବ ପାର କରିବା ପାଇଁ ଆମକୁ ଅସୁବିଧା ହେଲା। ଆମ ଭାଇମାନେ ହାତ ମାନେ ରଶି ସାହାଯ୍ୟରେ ବି ପାର କରୁଥିଲୁ, ପାର କରିପାରିଲୁନି। କାରଣ ରଶି ସାହାଯ୍ୟରେ ପାର କଲା ପରେ ପାରୁନୁ, ଯେହେତୁ ଆମର ପିଲା 2-4ଟା ଭସେଇ ନେଲା ଜ୍ୱରରେ ଆମର। ତଥାପି ଚେଷ୍ଟା କରିକି ଆମ ଭାଇ ସବୁଙ୍କୁ ପାର କଲୁ। ସରୋଜ ଛାଇ କାଲି ଯେଉଁ ଅଘଟଣ ନେଇ କ'ଣ କହିବେ? ପୁରା ପାଣି ତ ଯେଉଁ ନାଳରେ ପୁରା ଯାଇପାରୁନଥିଲୁ, ନାସ ନେଇକି ଯାଇପାରୁନଥିଲୁ ଆରପଟି। ଆଉ ଘାଇ ପୁରା ଫିଟି ଯାଇଛି, ଯିବା ପାଇଁ ବହୁତ ଅସୁବିଧା ହେଉଥିଲା। ହେଲେ ବି କଷ୍ଟମଷ୍ଟ ରସି ଗାମୁଛା ଭିଡ଼ିକି ଆରପଟି ନାସ ନେଇକି ଯାଇଥିଲୁ କାଲି। ତାପରେ ମୋତେ ବି ଭସେଇ ନେଇ ଯାଇଥିଲା, 2ଟା ପିଲାକୁ ଆମର ବି ଭସେଇ ନେଇ ଯାଇଥିଲା। ସେଇଟା ଯଦି କିଛି ପୁଲ କି ବ୍ରିଜ୍ ଫ୍ରିଜ୍ କିଛି ସୁବିଧା ସରକାର କରିଦେଇତା ଆହୁରି ଟିକେ ଭଲ ହୁଅନ୍ତା। ସରକାରକି ମୋର ବେଶୀ ଅନୁରୋଧ, ସେଇଟା କିଛି ଯଦି ସରକାର ସବୁଆଡ଼େ ଭଲ ଭଲ କାମ କରି ଆସୁଛି, ଆମର ସେଇଟା ଟିକେ ସୁବିଧା କରିଦେଇତା ବୋଲି ଆହୁରି ଧନ୍ୟବାଦ ସରକାରଙ୍କୁ। ବରପାଲରୁ ଶ୍ୟାମଘ ନାୟକଙ୍କ ରିପୋର୍ଟ, ଷ୍ଟାର 1 ଟିଭି।